ହଉ ଦା ନମସ୍କାର। ନମସ୍କାର ନମସ୍କାର। ବହୁତ ଦିନ ଯାଏ ଭେଟ ପଡ଼ିଲ ହଁ ଯେ ତୁମେ ତ ଗୀତା ଶାସ୍ତ୍ର ବହୁତ କରସ। ହଁ ଛୋଟ ଦିନ ପୁରା ଦେଖି ଆସୁଛୁ। ଆମର ମନ୍ଦିରକେ ବି ଆସୁଛ ହଁ ବୋଲେ ଏଥର କିଛି ଲାଭଟା ମିଳୁଛି କି କିଛି ମିଳୁଛି? ଆଚ୍ଛା ଆଚ୍ଛା ବଢ଼ିଆ କଥାଟେ ଭାଇ ପଚାରିଛ। ଜୟ ଜଗନ୍ନାଥ ସମସ୍ତଙ୍କୁ ଦର୍ଶକମାନଙ୍କୁ। ଆଉ ଭାଇ ଯେନ୍ କଥା ପଚାରିଛନ୍ ଭଗବାନ ତାଙ୍କର କଲ୍ୟାଣ କରୁନ୍ ଗୁରୁଦେବ ସମସ୍ତଙ୍କୁ ଜୟ ଜଗନ୍ନାଥ। ବହୁତ ବଢ଼ିଆ କଥାଟେ ପଚାରିଲେ ଭାଇ। ଆମେ ଗୀତା ଭାଗବତ କାଁ ହେଲା ଯେ ପ୍ରକୃତିରେ ପଢ଼ମା ଆଉ ଶୁଣିମା। କେବଳ ଆମର ପ୍ରକୃତିରେ ଆମେ ଟଙ୍କା କେନ୍ ଅଧିକା ମୂଲ୍ୟବାନ ବୋଲି ଭାବୁଛୁଁ। ମୋର ଯେତେ ଭାଗବତ ପଢ଼ିଲା ଦିନୁ ଯେନ୍ ମୋର ଅନୁଭୂତିରୁ କହୁଛେଁ ଯେ ଆମର ସମୟଟା ହେଉଛି ମୁଖ୍ୟ ଜ୍ଞାନ। ସମୟ ହେଉଛି ଆଜ୍ଞା ଧନ। ମୂଲ୍ୟ ଧନ ହେଉଛି ମୁଖ୍ୟ ଧନ ହେଉଛି ସମୟ। ତେଣୁ ସମୟ ଯେନ୍ ଆମେ ବର୍ବାଦ କରିଦେଉଛୁଁ ଭାଗବତ ଗୀତା ଶୁଣି ଶୁଣି ବା ପଢ଼ି ପଢ଼ି ସେ ଭାଗବତରୁ ଆମେ କାଣା ଲାଭ ପାଉଛୁଁ? ପ୍ରଥମରେ ତ ମୁଁ କହିବି ଯେ ଯେନ୍ 15-20 ବର୍ଷ ହେଲା ମୋର ଅନୁଭୂତିରୁ କହିମି। ଆଜ୍ଞା ଯେତେବେଳେ ଭାଗବତକେ ମୁଁ ପଢ଼ୁଥିଲି ଭାଗବତ କାଣା ବୋଲିକିରି ମୁଇଁ ମୋର ନିଜକେ ପ୍ରଶ୍ନ ପଚାରୁଥିଲି। ମୁଇଁ ଅନେକ ଜାଗାକେ ସତ୍ସଙ୍ଗ ବି ଯାଉଥିଲି କିନ୍ତୁ ଜାଣି ନାଇଁ ପାରୁଥିଲି। ଯେତେବେଳେ ଭଗବାନଙ୍କର କୃପା ହେଲା ଗୁରୁଦେବଙ୍କର କୃପା ହେଲା ଯେ ଭାଗବତ ତ ଭିତରକେ ମୁଇଁ ନାଇଁ ଯା କେବଳ କହିଦେଉଛେ ବାହାରେ ଯେ ପ୍ରକୃତିରେ ଯଦି ଆମେ ଗୋଟେ ମଣିଷ ହେବା ଲାଗି ଚାହୁଁଛେ ମାନବଟେ ହେବା ଲାଗି ଚାହୁଁଛେ ଆଉ ମୁଇଁ ଆମ ଭିଡ଼ିଓ ଦ୍ୱାରା ସମସ୍ତଙ୍କୁ ଅନୁରୋଧ କରୁଛେଁ ଯେ ଆମେ ଗୋଟେ ପ୍ରକୃତିରେ ସତ୍ୟ ମାନବ ହେବା ଲାଗି କଳି ଯୁଗରେ ବି ଏତେ ଦୁଃଖ ଦୁର୍ଦ୍ଦଶା ଥାଇକିରି ବି ଆମେ କେମିତିକି ସୁଖରେ ରହିମା ଶାନ୍ତି ସୁଖ ହବ ବୋଲେ ଖୋଜୁଛୁଁ। କିନ୍ତୁ ଆମେ ଗୀତା ଏବଂ ଭାଗବତକେ ଯଦି ଧର୍ମା ଆମର ଶାନ୍ତି ସୁଖ ନିଶ୍ଚିତ ମିଳିବା। ଏଇଟା ମୋର ଅନୁଭୂତି। ଏବଂ ସାଧୁ ସନ୍ଥମାନଙ୍କର ସାଙ୍ଗେ ଆମେ ସତ୍ସଙ୍ଗ କରିଛୁଁ ଆମେ ମିଶିଛୁଁ ତାଙ୍କର ସାଙ୍ଗେ ସେ ଅନୁଭୂତିରୁ ମୁଇଁ ଆପଣମାନଙ୍କୁ କହୁଛେଁ ଆପଣମାନେ ବି ଇ ଗୀତା ଏବଂ ଭାଗବତ ଶାସ୍ତ୍ର ଇ ଦୁଇଟା ଶାସ୍ତ୍ରକେ ଟିକେ ଟିକେ ଆମେ ପଢ଼ୁଁ ଆର୍ ବୁଝୁଁ ଶୁଣୁ ଦେଖବେ ନିଶ୍ଚିତ ଆମର୍ ଜୀବନରେ ବି ଦିନେ ସୁଖ ଶାନ୍ତି ଆଜ୍ଞା ବଜାୟ ରହିବା ବୁଝୁଛି। ଆଜ୍ଞା ତେଣୁକରି ଆମେ ଇ ଚ୍ୟାନେଲ୍ ଯେନ୍ ଖୋଲିବାର ବି ମୁଖ୍ୟ କାରଣ ହେଉଛି ଆମ ଲୋକଙ୍କୁ କେବଳ ସତ୍ୟ କଥା ସତ୍ ବାର୍ତ୍ତା ସତ୍ ପଥକେ ଆମେ ଆଣବାର୍ ଲାଗି ଆମର ଗୋଟେ ଛୋଟିଆ ଚେଷ୍ଟା। ଯଦି ଆପଣମାନେ ଦର୍ଶକମାନେ ଯଦି ଆମକୁ ମାନେ ଇଏ କରିବେ ଆପଣମାନେ ସହଯୋଗ କରିବେ ମୁଖ୍ୟତଃ ଏଇ ଗୀତା ଭାଗବତକେ ଆମେ ନିଶ୍ଚିତ ଆପଣମାନଙ୍କର ପାଖରେ ପହଞ୍ଚାମା। ତ ସେଇ ଭାଗବତରୁ ପ୍ରଥମ କଥା ହେଉଛି ଆଜ୍ଞା ନିଜେ ଯଦି ଗୋଟେ ଭଲ ମଣିଷଟେ ହେଇପାରମା। ଏଇ ଯେନ୍ ଆତ୍ମହତ୍ୟା କରୁଛନ୍ ଆମର ବୈଜ୍ଞାନିକ କେବେ ବି ଆଜ୍ଞା ଡକ୍ଟର ମାନେ ଏମାନେ କେବେ ଆମକୁ ଯେତେ ସତ୍ସଙ୍ଗ ଶୁଣିଲେ ହେଲେ ଆତ୍ମହତ୍ୟାକେ ରଖିପାରୁଛନ୍ କିନ୍ତୁ ନାଇଁ। ଆମେ ନିଶ୍ଚିତ କହିମୁ ଏହା ଯେ ଯଦି ଆମେ ଗୀତା